ବାଲେଶ୍ୱରରେ ତାଲ ଦରବାରର ଦ୍ୱିତୀୟ ସ୍ୱର୍ଣ୍ଣ ନକ୍ଷତ୍ର ଦିବସରେ ଅନୁଷ୍ଠିତ ହେଲା ସଙ୍ଗୀତ ଦରବାର କାର୍ଯ୍ୟକ୍ରମ। ସମ୍ବର୍ଦ୍ଧିତ ହେଲେ କଳା କ୍ଷେତ୍ରର 9 ଜଣ ପ୍ରତିଭା। ବାଲେଶ୍ୱର ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ତାଲ ଦରବାରର ଦ୍ୱିତୀୟ ସ୍ୱର୍ଣ୍ଣ ନକ୍ଷତ୍ର ଦିବସ ପାଳନ ଅବସରରେ ସଙ୍ଗୀତ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ହରି ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ଓ ପରମ୍ପରାକୁ ରକ୍ଷା ଦିଗରେ ତାଲ ଦରବାର ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି ମତ ଦେଇଥିଲେ। ଚମତ୍କାର ପ୍ରଦର୍ଶନ ହେଲା ଏବଂ ସେ ଛୁଆମାନଙ୍କୁ ମୁଁ ଅଭିନନ୍ଦନ ଜଣାଇବି ଭଲ ଚମତ୍କାର ପ୍ରଦର୍ଶନ କରିଥିବାରୁ। ଏବଂ ଯାହା ଶୁଣିଲି କାର୍ଯ୍ୟକ୍ରମ ପ୍ରାୟତଃ କଳାକାରମାନଙ୍କ ଦ୍ୱାରା ଏଠି ଅନେକ କଥା ଅନେକ କଳା ପରିବେଷଣ ହେବାର ଅଛି। ଉତ୍କର୍ଷ ଅନୁଷ୍ଠାନର ପରିଚୟ ଦିଏ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯାହା ଅନ୍ୟମାନଙ୍କ ଆଗରେ ଉପସ୍ଥାପିତ ହୁଏ, ଯଦି ସେଇଟା ଅନ୍ୟମାନଙ୍କ ଦ୍ୱାରା ପ୍ରଶଂସିତ ହୁଏ ନିଶ୍ଚିତ ଭାବରେ ସେ ଅନୁଷ୍ଠାନର ମହାତ୍ମ୍ୟ ବଢ଼େ। ମୁଁ ପ୍ରଶାନ୍ତ ବାବୁଙ୍କ ପାଖରେ ବସିଲା ବେଳେ ଅନୁଷ୍ଠାନ ବିଷୟରେ ସମ୍ୟକ ସୂଚନା ପାଇଲି ଏବଂ କିପରି ଏକୁଟିଆ ଏ ଅନୁଷ୍ଠାନକୁ ବଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସେ ବିଷୟରେ ମଧ୍ୟ ସୂଚନା ପାଇଲି। ଖାଲି ଅନୁଷ୍ଠାନକୁ ବଞ୍ଚାଇଛନ୍ତି ତା ନୁହେଁ, ଅନୁଷ୍ଠାନ ସାଙ୍ଗରେ ଅନେକଙ୍କୁ ବାନ୍ଧିବାର ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଇବି ଏବଂ ଆପଣମାନଙ୍କୁ ମଧ୍ୟ ଆପଣମାନଙ୍କର ଉତ୍ସାହ ତଥା ତାଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନୋବୃତ୍ତି ନେଇ ଆପଣମାନେ ଏଠି ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବି। କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ତାଳ ଓ ବାଦ୍ୟର ସମ୍ମିଶ୍ରଣରେ ସଙ୍ଗୀତ ପ୍ରାଣ ସଞ୍ଚାର କରିପାରେ ବୋଲି କହିଥିଲେ। ଯନ୍ତ୍ର ସଙ୍ଗୀତ ହଉ ସ୍ୱର ସଙ୍ଗୀତ ହଉ ସେ ନୃତ୍ୟ ହେଉ ଯାଏ ବହୁତ ହୁଏ, ତା ଭିତରେ ଯେଉଁ ଆନନ୍ଦ ଭାବ ସୃଷ୍ଟି ହୁଏ ବିଶାସ ତ ରହିବ ନାହିଁ। ଏ ଆନନ୍ଦ ତାର ଅସ୍ତିତ୍ୱକୁ ଛୁଇଁବ। ଯେମିତି ମଣିଷର ଜୀବନ ଅଛି, ଆତ୍ମା ଅଛି, ସେମିତି ଯନ୍ତ୍ର ସଙ୍ଗୀତ ତବଲାର ସାମଗ୍ରିକ ଉନ୍ନତି ପାଇଁ ତବଲା ଶିଳ୍ପୀଙ୍କର ବାପା ସାନ ଭାଇ ବାପା ଗୋଟେ ପ୍ରୟାସ କରୁଛନ୍ତି। ରାଜା ମାନସିଂ ମଝିରେ ମଝିରେ ଦରବାର ବସନ୍ତି, ସଙ୍ଗୀତ ଶିଖନ୍ତି। ଦିନେ ହଠାତ୍ ରାଜା ମାନସିଂ ନଥିଲେ, ଦରବାର ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ। ଗୁରୁ ବୈଜୁ ନଥିଲେ କିନ୍ତୁ ସଙ୍ଗୀତ ପରିବେଷଣ ହେଲା। ଗୋଟେ ବୃଦ୍ଧଟିଏ ବହୁତ ବୟସ୍କ ବୃଦ୍ଧଟିଏ ଆସି କହିଲେ ମୁଁ ସଙ୍ଗୀତ ଗାଇବି। ତାକୁ ସମ୍ମତି ପ୍ରଦାନ କରାଗଲା। ରାଜା ନଥିଲେ, ମାନସିଂ ନଥିଲେ, ସେ ସଙ୍ଗୀତ ଗାଇଲେ। ଏତେ ସୁନ୍ଦର ସଙ୍ଗୀତ ଗାଇଲେ ଦରବାରରେ ସବୁ ଆଶ୍ଚର୍ଯ୍ୟ ହେଲେ ଏବଂ ସେ କହିଲେ ଯେ ବୈଜୁ ଗୁରୁ ବୈଜୁଙ୍କଠୁ ଏକ ସ୍ୱର ମଧୁର, ଏବେ ସଙ୍ଗୀତ ଉଚ୍ଚ କୋଟିର। ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ଡକ୍ଟର ଦେବାଶିଷ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଥିରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏ ପୃଥିବୀଟା ହେଉଛି ଏକ ସଙ୍ଗୀତର ପୃଥିବୀ। ଆପଣ ସକାଳେ ଉଠନ୍ତୁ, ଚଢ଼େଇର କିଚିରି ମିଚିରି ଶୁଣନ୍ତୁ, ଗଛର ସନ୍ ସନ୍ ଶବ୍ଦ କରି ପତ୍ର ପଡ଼ୁଥିବାର ଶବ୍ଦ ଶୁଣନ୍ତୁ, କି ପବନ ବୋହିବାର ଶବ୍ଦ ଶୁଣନ୍ତୁ, ଝରଣାର କୁଳୁକୁଳୁ ନାଦ ଶୁଣନ୍ତୁ, ସବୁରି ଭିତରେ ସଙ୍ଗୀତ ଭରି ରହିଛି। ସଙ୍ଗୀତ ହେଉଛି ଗୋଟେ ମହୌଷଧି। ବ୍ୟକ୍ତି ଜୀବନରେ ସେ ଏକ ମହାର୍ଘ ଭୂମିକା ନେଇ ଛିଡ଼ା ହୁଏ। ଯେତେବେଳେ ଆପଣ ବିଷାଦ ଅନୁଭବ କରୁଥିବେ, ପୀଡ଼ା ପାଉଥିବେ, ସେତେବେଳେ ସଙ୍ଗୀତ ପ୍ରାର୍ଥନା ରୂପରେ ଓହ୍ଲେଇ ଆସେ। ତେଣୁ ପୀଡ଼ା ପାଇଁ ଗୋଟେ ପ୍ରାର୍ଥନାର ଆବଶ୍ୟକତା ରହିଛି। ତେଣୁ ପ୍ରତିଟି ସଙ୍ଗୀତ ଏକୁଟିଆ ବି ବାଟ ଚାଲେ ନା, ସେ ଶବ୍ଦ ଆଉ ବାଦ୍ୟକୁ ଧରି ବାଟ ଚାଲେ। ଆଜି ତାଳ ଦରବାର ସେ ସଙ୍ଗୀତର ଏକ ମହାର୍ଘ ସମ୍ମିଶ୍ରଣ, ଏକ ମହାର୍ଘ ସଂଯୋଗକୁ ସାଥିରେ ହାତ ଧରି ବାଟ ଚାଲିଛି। ଏଠି ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ରର ଯେଉଁ ଧ୍ୱନି ଉତ୍ପନ୍ନ ହେଉଛି, ସେ ଧ୍ୱନି ତରଙ୍ଗ ଏକ ଶବ୍ଦ ସହିତ ମିଶି ଏକ ଈଶ୍ୱରୀୟ ଚେତନା ସୃଷ୍ଟି କରୁଛନ୍ତି। ଯାହା ଶୁଣୁ ଶୁଣୁ ଯେଉଁମାନେ ଈଶ୍ୱରଙ୍କ ପାଖାପାଖି ହେଇଥାନ୍ତି ଭାବରେ ବିଚାରରେ, ସେମାନଙ୍କର ଲୋମ ଟାଙ୍କି ଉଠେ। ଲୋମ ଉପରେ ଏକ ସ୍ପନ୍ଦନ ଜାତ ହୁଏ। ଆପଣ ଭାବନ୍ତି ଯେ ଗୀତ ଶୁଣୁ ଶୁଣୁ ମୋ ଲୋମ ଛିଡ଼ା ହେଇଗଲା, ଆପଣ ବେଳେ ବେଳେ ଭାବନ୍ତି, ଅନୁଭବ କରନ୍ତି।
ତାହା ହିଁ ହେଉଛି ସଙ୍ଗୀତର ଈଶ୍ୱରୀୟ ଯାତ୍ରା। ଯେଉଁ ବ୍ୟକ୍ତି ସଙ୍ଗୀତ ଭିତର ଦେଇ ଈଶ୍ୱରଙ୍କ ପାଖରେ ପହଞ୍ଚିବାକୁ ଚାହାନ୍ତି ସେମାନେ ସତରେ ସହଜରେ ଈଶ୍ୱରକୁ ପାଇପାରନ୍ତି। ଅନୁଷ୍ଠାନର ସମ୍ପାଦକ ଅଜିତାନନ୍ଦ ଦେବଗୋସ୍ୱାମୀ ଏଥିରେ ବାର୍ଷିକ ବିବରଣୀ ଉପସ୍ଥାପନ ସହ ପ୍ରଥମ ବର୍ଷ ତବଲା ଦରବାର ଆୟୋଜିତ ହୋଇଥିବା ବେଳେ ଦ୍ୱିତୀୟ ବର୍ଷ ସଙ୍ଗୀତ ଦରବାର ଅନୁଷ୍ଠିତ ହେଉଥିବା ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାର କଥକ ନୃତ୍ୟଶିଳ୍ପୀ ସୁସ୍ମିତା ଚାଟାର୍ଜୀଙ୍କୁ ତାଳ ଦରବାର କଥକ ନୃତ୍ୟଜ୍ୟୋତି ସମ୍ମାନ 2024, ଓଡ଼ିଶୀ ନୃତ୍ୟଗୁରୁ ପ୍ରଦୀପ କୁମାର ବେହେରାଙ୍କୁ ତାଳ ଦରବାର ଓଡ଼ିଶୀ ନୃତ୍ୟଜ୍ୟୋତି ସମ୍ମାନ 2024, ଗୁରୁ ବଂଶୀଧର ରଣାଙ୍କୁ ତାଳ ଦରବାର ସ୍ୱରଜ୍ୟୋତି ସମ୍ମାନ 2024, ଗୁରୁ ପ୍ରଦୀପ କୁମାର ପ୍ରଧାନଙ୍କୁ ତାଳ ଦରବାର ତାଳଜ୍ୟୋତି ସମ୍ମାନ 2024, ଚିତ୍ରଶିଳ୍ପୀ କେଶୁ ଦାସଙ୍କୁ ଚିତ୍ରଜ୍ୟୋତି ସମ୍ମାନ 2024, ନାଟ୍ୟ ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡ଼ାଙ୍କୁ ତାଳ ଦରବାର ନାଟ୍ୟଜ୍ୟୋତି ସମ୍ମାନ 2024ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓଜିଏମ୍ ଏକାଡେମୀ ଓ ସାଇ ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତ ଗାୟନ କରିଥିଲେ। ପରେ ସନ୍ତୁର ଓ ବଂଶୀବାଦନ ଯୁକ୍ତ ସ୍ୱରଝଙ୍କାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପ୍ରାରମ୍ଭରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। କବୟିତ୍ରୀ ଶୁଭଶ୍ରୀ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦେବଗୋସ୍ୱାମୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।